ନମସ୍କାର। ଆଜି ପଢ଼ିବା ମହାଦାନୀ କର୍ଣ୍ଣଙ୍କ ବିଷୟରେ କିଛି ଜାଣିବା। ଦ୍ୱାପର ଯୁଗର କଥା। ସମବଂଶରେ କର୍ଣ୍ଣ ନାମରେ ଜଣେ ରାଜା ଥିଲେ। ସେ ଯେପରି ବୀର ଥିଲେ ସେହିପରି ଦାନୀ ଥିଲେ। ତାଙ୍କର ରାଣୀଙ୍କର ନାମ ଚନ୍ଦ୍ରାବଳୀ ଓ ଏକମାତ୍ର ପୁତ୍ର ନାମ ବିଶିକେଶନ ଥିଲା। ତିନି ଜଣ ଯାକ ସତ୍ୟ, ଧର୍ମ, ନ୍ୟାୟ ଓ ଦୟାର ଦେବତା ଥିଲେ। ପ୍ରତିଦିନ 100 ଭାର ସ୍ୱର୍ଣ୍ଣ ଦାନ କରିବା ଥିଲା ତାଙ୍କର ପରମ ବ୍ରତ। ଏହାଛଡ଼ା ପ୍ରତ୍ୟହ ସେ ଦୁଃଖୀ ରଙ୍କିଙ୍କି ଓ କ୍ଷୁଧାତୁରକୁ ଅନ୍ନ ଦାନ ନକରି ଜଳସ୍ପର୍ଶ କରୁନଥିଲେ। ଯିଏ ଯାହା ମାଗେ ତାକୁ ଆନନ୍ଦରେ ତାକୁ ଦାନ ଦିଅନ୍ତି। ଏହିପରି ତାଙ୍କର କୀର୍ତ୍ତି ସାରା ଜଗତରେ ଘୋଷିତ ହେଲା। ଅନ୍ତର୍ଯ୍ୟାମୀ ଭଗବାନ କେଉଁ କଥାକୁ ଜାଣିପାରିଲେ। ସେ କ'ଣ କଲେ? ସେ ଏକ ତେଜସ୍ୱୀ ବ୍ରାହ୍ମଣ ବେଶ ଧରି କର୍ଣ୍ଣଙ୍କୁ ପରୀକ୍ଷା କରିବା ପାଇଁ ବାହାରି ପଡ଼ିଲେ। ଅନ୍ତର୍ଯ୍ୟାମୀ ଭଗବାନ କର୍ଣ୍ଣଙ୍କୁ ପରୀକ୍ଷା କରିବାକୁ ବାହାରି ପଡ଼ିଲେ। ସିଂହଦ୍ୱାରରେ ଉପସ୍ଥିତ ହୋଇ ଗୁରୁ ଗମ୍ଭୀର ଧ୍ୱନିରେ ସାମବେଦ ଉଚ୍ଚାରଣ କଲେ। ବେଦଧ୍ୱନି ଶୁଣି ମହାରାଜ କର୍ଣ୍ଣ ଉପସ୍ଥିତ ହେଲେ। ଅତିଥିଙ୍କୁ ପ୍ରଣିପାତ କଲେ ଓ ସୁବାସିତ ଜଳରେ ତାଙ୍କର ପାଦ ଧୋଇଦେଲେ। ସୁସଜ୍ଜିତ କୋମଳ ଆସନରେ ବସାଇ ତାଙ୍କ ଧନ ରତ୍ନ ଅଳଙ୍କାର ସୁଖାଦ୍ୟ ଯାହା ତାଙ୍କର ଇଚ୍ଛା ତାହା ସେ ଦେବେ ବୋଲି ଅଙ୍ଗୀକାର କଲେ। ବ୍ରାହ୍ମଣ କହିଲେ, କର୍ଣ୍ଣ, ମୁଁ ଶୁଣିଲି ତୁମଠାରୁ ଦାନୀ ଏ ଜଗତରେ ଆଉ କେହି ନାହାନ୍ତି। ତେଣୁ ମୁଁ ଆନନ୍ଦ ମନରେ କିଛି ଦାନ ପାଇବା ଆଶାରେ ତୁମ ପାଖକୁ ଧାଇଁ ଆସିଛି। ତୁମେ ମୋତେ ସୁଖାଦ୍ୟ ଦେବ ବୋଲି କହୁଛ, କିନ୍ତୁ ତୁମେ ତାହା କଦାପି ଦେଇପାରିବ ନାହିଁ। ରାଜା କହିଲେ, ଆପଣ କ'ଣ ଭୋଜନ କରିବେ କୁହନ୍ତୁ, ମୁଁ ସଙ୍ଗେ ସଙ୍ଗେ ତାହା ଆୟୋଜନ କରିବି। ଛଦ୍ମବେଶୀ ଭଗବାନ କହିଲେ, ତୁମେ ସତ୍ୟ କରି ମୋ ହାତରେ ଜଳ ଟେକିଦିଅ, ତାପରେ ମୁଁ କ'ଣ ଖାଇବି ପ୍ରକାଶ କରିବି। କର୍ଣ୍ଣ ମୋହ ଆନନ୍ଦରେ ତ୍ରିବାର ସତ୍ୟ କରି ଅତିଥିଙ୍କ ହାତରେ ଜଳଦାନ କଲେ। ଅତିଥି କହିଲେ, ମୋର ମଣିଷ ମାଂସ ଖାଇବାକୁ ମନ ବଳିଛି, ଦେଇପାରିବୁ? ନାହିଁ କହିଲେ ମୁଁ ଫେରିଯିବି। ରାଜା କହିଲେ, ଆପଣଙ୍କର କେତେଜଣ ମଣିଷ ଦରକାର କୁହନ୍ତୁ, ମୁଁ ସଙ୍ଗେ ସଙ୍ଗେ ଆଣିଦେବି। ଅତିଥି କହିଲେ, ମୋର ଆନ ମାଂସରେ ପ୍ରୟୋଜନ ନାହିଁ। ତୋର ପୁତ୍ର ବିଶିକେଶନକୁ ତୁ ହସ ହସ ବଦନରେ ମାରିବୁ ଓ ରାଣୀ ତାହାକୁ ସ୍ୱହସ୍ତରେ ରନ୍ଧନ କରିବେ। ତାହେଲେ ମୁଁ ସେହି ମାଂସ ଖାଇବି, ନଚେତ୍ ଚାଲିଲି। ରାଜା ମନେ ମନେ ଭାବିଲେ, ନିଜ ପୁତ୍ରକୁ କିପରି ବଧ କରିବେ। ଏଣେ ସତ୍ୟଭ୍ରଷ୍ଟ ହେଲେ ରାଜା ମନେ ମନେ ଭାବିଲେ, ନିଜ ପୁତ୍ରକୁ କିପରି ବଧ କରିବେ। ଏଣେ ସତ୍ୟଭ୍ରଷ୍ଟ ହେଲେ ନର୍କରେ ପଡ଼ିବେ। ଅତିଥି ନିରାଶ ହେଲେ ଧର୍ମ ଯାଏ ରସାତଳେ। ତେଣୁ ସେ ପୁତ୍ରକୁ ବଧ କରିବାକୁ ସ୍ଥିର କଲେ। ଅତିଥିଙ୍କୁ କହିଲେ, ଆପଣ ନୈଷ୍ଠିକ ବ୍ରାହ୍ମଣ, ଆମେ କ୍ଷତ୍ରିୟ। ଆମେ ରନ୍ଧନ କଲେ ଆପଣ କିପରି ଭୋଜନ କରିବେ? ଆପଣଙ୍କ ଜାତି ନଷ୍ଟ ହେବ। ବ୍ରାହ୍ମଣ କହିଲେ, ଯେଉଁ ଲୋକ ଭଗବାନଙ୍କୁ ଭକ୍ତିର ସହିତ ଭଜନ କରେ, ସତ୍ୟ ପଥରେ ଚାଲେ, ଧର୍ମ ପଥରେ ଚାଲେ, ପରର ଉପକାର କରେ, ସତ୍ୟ କଥା କହେ, ସତ୍ସଙ୍ଗ କରେ, ଅନ୍ୟକୁ ଦୟା କରେ, ଯାହାର ସ୍ତ୍ରୀ ସତୀ ଓ ପତିବ୍ରତା, ତାହାକୁ ମୁଁ ଜାତି ଗୋତ୍ର ନ ପଚାରି ଆନନ୍ଦରେ ତା ଘରେ ଭୋଜନ କରେ, ସେ ସମସ୍ତଙ୍କଠାରୁ ଶ୍ରେଷ୍ଠ ଅଟନ୍ତି। ଏହା ଶୁଣି ରାଜା ନିଜ ସ୍ତ୍ରୀଙ୍କ ପାଖକୁ ଯାଇ ସବୁ କଥା ପ୍ରକାଶ କଲେ। ରାଣୀ କହିଲେ, ସତ୍ୟଭ୍ରଷ୍ଟ ହୋଇ ନର୍କ ଭୋଗ କରିବା ଅପେକ୍ଷା ଅପୁତ୍ରିକ ହୋଇ ବଞ୍ଚିବା ଶ୍ରେୟସ୍କର। ତେଣୁ ପୁତ୍ରକୁ ମାରି ଅତିଥିଙ୍କୁ ଭୋଜନ ଦେବା। ଏହି ସମୟରେ ରାଜକୁମାର ସେଠାରେ ପହଞ୍ଚି ସମସ୍ତ ଘଟଣା ଶୁଣି ଅତ୍ୟନ୍ତ ଆନନ୍ଦିତ ହେଲେ। ସେ କହିଲେ, ଜନ୍ମ ହେଇଛି ମାନେ ନିଶ୍ଚୟ ଦିନେ ମରିବି। ମଲା ପରେ ଏ ଦେହ ଶୃଗାଳ ଓ ଶାଗୁଣାଙ୍କ ଖାଦ୍ୟ ହେବ, ନଚେତ୍ ପାଉଁଶ ହେବ। ଯଦି ଏହା ସତ୍ୟ, ତାହେଲେ ଅତିଥି ମୋର ମାଂସ ଭକ୍ଷଣ କଲେ ମୋର ଜୀବନ ଧନ୍ୟ ହେବ। ଆପଣ କାଳ ବିଳମ୍ବ ନ କରି ମୋତେ ହତ୍ୟା କରନ୍ତୁ। 12 ବର୍ଷର ବାଳକ ବିଶିକେଶନର ଏଭଳି କଥା ଶୁଣି ଜାଣି ଭଗବାନ ଆଶ୍ଚର୍ଯ୍ୟ ହେଲେ। ରାଜା ଅତିଥିଙ୍କ ଆଗରେ ପୁତ୍ରକୁ ହତ୍ୟା କରିବାକୁ ଉଦ୍ୟତ ହୁଅତେ ଭଗବାନ ସୁଦର୍ଶନ ଉହାଡ଼ରେ ବିଶିକେଶନକୁ ରକ୍ଷା କରି ମାୟା ବିଶିକେଶନକୁ ଛିଡ଼ା କରାଇଲେ। କର୍ଣ୍ଣ ପୁତ୍ରକୁ ମାରି ରାଣୀକୁ ରାନ୍ଧିବାକୁ ନିର୍ଦ୍ଦେଶ ଦେଲେ। ରାଣୀ ପୁତ୍ର ମୁଣ୍ଡଟିକୁ ଲୁଚାଇ ଅନ୍ୟ ଅଂଶକୁ ଖଣ୍ଡ ଖଣ୍ଡ କରି କାଟି ବ୍ୟଞ୍ଜନ ପ୍ରସ୍ତୁତ କଲେ। ବ୍ରାହ୍ମଣ ଯିବା ପରେ ମୁଣ୍ଡଟିକୁ ଧରି କାନ୍ଦିବ ବୋଲି ତାହା ଲୁଚାଇ ରଖିଲେ। ସୁପକ୍ୱ ଅନ୍ନ
ଓ ବ୍ୟଞ୍ଜନ ପ୍ରସ୍ତୁତ କରି ଭଗବାନଙ୍କୁ ଖାଇବାକୁ ଡାକିଲେ। ଅତିଥି କହିଲେ, ତ ରାଣୀ ତ ପୁତ୍ର ମୁଣ୍ଡକୁ ଲୁଚାଇ ରଖିଛି, ତେଣୁ ସେ ଖାଦ୍ୟ ମୋର ଗ୍ରହଣଯୋଗ୍ୟ ନୁହେଁ। ରାଜା ଯାଇ ରାଣୀଙ୍କୁ ଏ କ'ଣ କଲ ବୋଲି ପଚାରିଲେ। ଅତିଥି ଜଣେ ମହାସନ୍ନ୍ୟାସୀ ଭାବି ରାଣୀ ପୁଣି ପୁତ୍ର ମୁଣ୍ଡକୁ ଚୂନା କରି ବ୍ୟଞ୍ଜନ ପ୍ରସ୍ତୁତ କଲେ। ଦିବ୍ୟ ଆସନ ପକାଇ ଅତିଥିକୁ ଖାଇବାକୁ ନିବେଦନ କଲେ। ଅତିଥି କହିଲେ, ଘରର ସମସ୍ତ ଲୋକ ମୋ ସହିତ ବସି ନ ଖାଇଲେ ମୁଁ ଖାଦ୍ୟ ଖାଇବି ନାହିଁ। କିଏ ଜାଣେ ଏ ଖାଦ୍ୟରେ ବିଷ ମିଶି ଥାଇପାରେ। ଅନ୍ୟ ଉପାୟ ନ ପାଇ ରାଣୀ ଆଉ କ'ଣ କଲେ, ଦୁଇଟି ଆସନ ପକାଇଲେ। ଅତିଥି କହିଲେ, ଆଉ ଗୋଟିଏ ଆସନ ପକାଅ। ତୁମର ପୁଅ କ'ଣ ଖାଇବ ନାହିଁ? ରାଜା କହିଲେ, ଆପଣଙ୍କ ଆଗରେ ତ ପୁଅକୁ କାଟି ତରକାରୀ କଲୁ। ପୁଅ ଆଉ କେଉଁଠୁ ଆସିବ ଯେ ଆମ ସହିତ ବସି ଭୋଜନ କରିବ? ଅତିଥି କହିଲେ, କର୍ଣ୍ଣ, ତୋ ପରି ଈଶ୍ୱର ବିଶ୍ୱାସୀର ପୁଅ କ'ଣ ମରିପାରେ? ତୁମେ ଦୁଇଜଣ ଯାଇ ପୁଅକୁ ଡାକ, ସେ ନିଶ୍ଚୟ ଆସିବ। ବାପା ମା ଦୁଇଜଣ ବାହାରକୁ ଯାଇ ପୁଅକୁ ଡାକିଲେ। ଆରେ ବାପା, ବିଶିକେଶନ, ଖାଇବୁ ଆ, ଡେରି ହେଉଛି। ସଙ୍ଗେ ସଙ୍ଗେ ବିଶିକେଶନ ଦୌଡ଼ି ଆସି ବାପା ମା'ଙ୍କୁ କୁଣ୍ଢାଇ ପକାଇଲା। ବାପା ମା ଆନନ୍ଦ ଓ ଆଶ୍ଚର୍ଯ୍ୟ ହୋଇ ଏହା କିପରି ସମ୍ଭବ ହେଲା ବୋଲି ମନେ ମନେ ବିଚାର କଲେ। ସେ ଅତିଥି ନିଶ୍ଚୟ ଭଗବାନ ଅଟନ୍ତି। ଚାଲ ଦେଖିବା କହି ଘରେ ଆସି ଦେଖନ୍ତି ତ ଅତିଥି ଅଦୃଶ୍ୟ ହୋଇଯାଇଛନ୍ତି। ଛାର ପୁଅ ପାଇଁ ଭଗବାନଙ୍କୁ ହରାଇଲେ ବୋଲି କର୍ଣ୍ଣ ଓ ତାଙ୍କ ରାଣୀ ଅନେକ ଅନୁତାପ କଲେ। ଏହି ସମୟରେ ଶୂନ୍ୟବାଣୀ ହେଲା, ଆରେ କର୍ଣ୍ଣ, ମୁଁ ସ୍ୱୟଂ ନାରାୟଣ ତୋତେ ପରୀକ୍ଷା କରିବାକୁ ଆସିଥିଲି। ସାବଧାନ, ଆଉ କେହି ଦାନ ମାଗିଲେ ପୁଅକୁ ମାରିଦେବୁ ନାହିଁ। ବଞ୍ଚିଥିବା ପର୍ଯ୍ୟନ୍ତ ତିନିଜଣ ସୁଖରେ ଥାଅ। ଜୀବନ ଶେଷରେ ମୋ ବୈକୁଣ୍ଠରେ ସ୍ଥାନ ପାଇବ। ଦାନବୀର କର୍ଣ୍ଣ ଓ ରାଣୀ ଚନ୍ଦ୍ରାବଳୀ ଏହା ଶୁଣି କୃତକୃତ୍ୟ ହେଲେ ଓ ଭଗବାନଙ୍କ ପାଦପଦ୍ମଳରେ ରଖି ଅବଶିଷ୍ଟ ଜୀବନ ବିତାଇଲେ।